ଅନିଲ ସାର୍ ଆପଣଙ୍କୁ ସ୍ଵାଗତ କରୁଛି ଆଜିର ଏଇ ଲାଇଭ ସେସନ କୁ। ତ ଗୁଡ୍ ଇଭିନିଂ। ଆଜିର ଏଇ ଲାଇଭ ସେକ୍ସନରେ ଆମେ ଡିସକସନ କରିବାନି କିଛି ଡାଉଟ ବିଷୟରେ ଆମେ ଯୋଉ ଇଂଲିଶ ପେଡ କ୍ଲାସ ରହୁଛି ପିଲାମାନେ ଜାଣିନାହାନ୍ତି ତାର ଷ୍ଟୁଡେଣ୍ଟ ମାନଙ୍କ ରିଭ୍ୟୁ କଣ ରହିଛି ଆମେ ତାକୁ ଜଣେଇବା ଆଜି। ରିଭ୍ୟୁ ନବାର କାରଣ ହଉଛି କୋର୍ସକୁ ପପୁଲାର କରିବାନି ଷ୍ଟୁଡେଣ୍ଟ ମାନଙ୍କ ପାଖକୁ ଗୋଟେ ବେଟର କ୍ୱାଲିଟି ଏଜୁକେସନ ପହଞ୍ଚେଇବା ଆମର ସେଇଟା ମୁଖ୍ୟ ଉଦ୍ଦେଶ୍ୟ। ତ ନିହାତି ଭାବରେ ସେଥିପାଇଁ ଆମର ପେଡ କ୍ଲାସ ର ଜଣେ ଷ୍ଟୁଡେଣ୍ଟ ପ୍ରିୟଙ୍କା ଯୋଉମାନେ ଅଛନ୍ତି ତ ନିହାତି ଭାବରେ ପ୍ରିୟଙ୍କାକୁ ମୁଁ ସ୍ଵାଗତ କରିବି ଆମର ଏଇ ଲାଇଭ ସେସନକୁ। ତ ନିହାତି ଭାବରେ ପ୍ରିୟଙ୍କା ଆପଣଙ୍କ ଷ୍ଟଡି ସେଣ୍ଟର ଫାଷ୍ଟ କହିବେ ପିଲାମାନଙ୍କ ଜାଣିବେ ଯେ ଆପଣ କୋଉ ଷ୍ଟଡି ସେଣ୍ଟରରୁ ବିଲଙ୍ଗସ କରୁଛନ୍ତି। ନୟାଗଡ଼ ଅଟୋନମସ କଲେଜ। ହ୍ୟାଲୋ ଓକେ ଗୁଡ୍ ଇଭିନିଂ। ହ୍ୟାଲୋ ଶୁଭାଯାଉଛି। ଆଜ୍ଞା ଆପଣଙ୍କର ନୟାଗଡ଼ ନୟାଗଡ଼ ଅଟୋନମସ କଲେଜ। ଆଜ୍ଞା ଓକେ। ତ ପ୍ରଥମେ ଆପଣ କହିବେ ଯୋଉ ଅନିଲ ଏଜୁକେସନ ଯୋଉ ୟୁଟ୍ୟୁବ ଚ୍ୟାନେଲକୁ ଆମ ଇନଫର୍ମେସନ କିପରି ଭାବରେ ଜାଣିଲେ ଏ ଚ୍ୟାନେଲ ଯେ ଏଇଭଳି ଭାବରେ ଗୋଟେ ଇନଫର୍ମେସନ ଚ୍ୟାନେଲ ଅଛି ଯେ ଓଏସି ବିଷୟରେ ଆପଣଙ୍କୁ ସଠିକ ଇନଫର୍ମେସନ ଦିଆଯାଉଛି ସଠିକ ଗାଇଡାନ୍ସ ଦିଆଯାଉଛି ଚ୍ୟାନେଲ ବିଷୟରେ କିପରି ଭାବରେ ସୋର୍ସ ପାଇଲେ ଆପଣଙ୍କର? ମୋର ଗୋଟେ ଫ୍ରେଣ୍ଡ ଥ୍ରୋରୁ। ଓକେ ତ ଆପଣ ପ୍ରଥମେ କହିବେ ଆପଣ ଯୋଉ ଚ୍ୟାନେଲରେ ଯୋଉ କଣ୍ଟେଣ୍ଟ ଯାଏ ଯୋଉ ଭିଡିଓରେ ଆପଣଙ୍କୁ ଗାଇଡାନ୍ସ ଦିଆଯାଏ ପ୍ରତ୍ୟେକ ଇନଫର୍ମେସନ ଦିଆଯାଏ ସଠିକ ଟାଇମ ଟୁ ଟାଇମ ଆପଣଙ୍କୁ ସବୁ ଇନଫର୍ମେସନ ଦିଆଯାଏ ସେଟା କେତେ ହେଲ୍ପଫୁଲ? ବହୁତ ହେଲ୍ପଫୁଲ ରହୁଛି। ଓକେ ତ ଆପଣଙ୍କର ଯୋଉ ଇଂଲିଶ ପେଡ କ୍ଲାସ ନେଇଛନ୍ତି ତ ଯୋଉ ଇଂଲିଶ ପେଡ କ୍ଲାସରେ ଯୋଉ ଲେକ୍ଚର ଅଛନ୍ତି ସେ ଦେଖନ୍ତୁ ପ୍ରଥମେତ ଆପଣ ସେ ଲେକ୍ଚର କୌଣସି ଭାବରେ ସେ ଷ୍ଟୁଡେଣ୍ଟ ନୁହନ୍ତି। ଦ୍ୱିତୀୟ କଥା ହଉଛି ସେ ୟୁଜିସି ନେଟ୍ କ୍ୱାଲିଫାଏଡ୍ ଆଉ ରେଗୁଲାର ଗଭର୍ଣମେଣ୍ଟ କଟି ଯାଉଛି କଲେଜରେ ହ୍ୟାଲୋ ଶୁଭା ଯାଉନି? ଶୁଭା ଯାଉନି ଠିକରେ। ମୁଁ କହିଲି ଆପଣଙ୍କର ଯୋଉ ପେଡ କ୍ଲାସରେ ଯୋଉ ଲେକ୍ଚର ଅଛନ୍ତି ସେ ଲେକ୍ଚର ଆପଣଙ୍କର କିପରି ଭାବରେ ଲାଗୁଛନ୍ତି ତାଙ୍କର ପଢେଇବା ଶୈଳୀ ପଢେଇବା କନସେପ୍ଟ ଆପଣଙ୍କୁ ଠିକ ସେ ବୁଝା ପଡୁଛି ନା ବୁଝା ପଡୁନି? ବୁଝା ପଡୁଛି ବହୁତ ଭଲ ପାଠ ପଢା ହଉଛି। ହଁ ତ ନିହାତି ଭାବରେ ପ୍ରଥମ କଥା ମୁଁ କହିଦଉଛି ପିଲାମାନଙ୍କୁ ଜାଣିବା ଦରକାର ଯୋଉ ଲେକ୍ଚର ଆପଣଙ୍କୁ ପ୍ରୋଭାଇଡ କରାଇ ଦିଆଯାଉଛି ଚ୍ୟାନେଲ ତରଫରୁ ସେ ଜଣେ ୟୁଜିସି ନେଟ୍ କ୍ୱାଲିଫାଏଡ୍ ଟିଚର ଲେକ୍ଚର। ତ ଦ୍ୱିତୀୟ କଥା ହଉଛି ସେ ରେଗୁଲାର ଗଭର୍ଣମେଣ୍ଟ କଲେଜରେ କଟି କଟି ଯାଉଛି ନେଟଟା ଠିକରେ କଟି କଟି ଯାଉଛି କଥା ଠିକରେ ଆସୁନି। ବୁଝାଯିବ ମୁଁ କହିଦଉଛି 3 ଇୟର ଏକ୍ସପିରିଏନ୍ସ ଅଛନ୍ତି ସେ ଲେକ୍ଚରରେ ତ ନିହାତି ଆପଣଙ୍କର ସେ ଲେକ୍ଚର ବେନିଫିଟ ହବ କୌଣସି ପ୍ରକାର ଦେଖନ୍ତୁ ଆଜିକାଲି ମାନେ ଅନଲାଇନରେ ତ ସମସ୍ତେ କିଛି ମାନେ ବହୁତ କିଛି ଟିଚର ହେଇଯିବେ କିନ୍ତୁ ଯୋଉମାନେ ଅଫଲାଇନ ପଢେଇକି ଆସିଛନ୍ତି ସେମାନେ ବେଟର ଜାଣିଛନ୍ତି ଷ୍ଟୁଡେଣ୍ଟ ମାନଙ୍କର କୋଉଠି ପ୍ରୋବ୍ଲେମ ହୁଏ କୋଉ କନସେପ୍ଟ କେମିତି ପ୍ରୋବ୍ଲେମ କୋଉ ପଢେଇଲେ ତାଙ୍କ ପିଲାମାନଙ୍କ କନସେପ୍ଟ କ୍ଲିୟର ହୁଏ ସେଇଟା ଯୋଉମାନେ ଅଫଲାଇନ ପଢେଇଛନ୍ତି ବେଟର ଜାଣିପାରିବେ ମୁଁ ଆଇ ଥିଙ୍କ। ଓକେ ତ ଯୋଉ ଆପଣଙ୍କୁ ନୋଟସ ଦିଆଯାଉଛି ସେ ନୋଟସ ଟା ଆପଣଙ୍କୁ ପ୍ରକୃତରେ ସେ ନୋଟସ ଆପଣଙ୍କର କ୍ୱେଶ୍ଚନ ଆସୁଛି କି ନାଇଁ? ହଁ ନାଇଁ ନାଇଁ କୋଶ୍ଚିନ୍ ଆସୁଛି ହଁ ଯୋଉ ମାନେ ନୋଟ ଆମକୁ ଦିଆ ହେଇଥିଲା ସେଇଥିରୁ ହିଁ କୋଶ୍ଚିନ୍ କିଛି ଆସୁଛି। ହଁ ଯୋଉ ପିଲା ମାନଙ୍କର ଆଉ କୁହାଯାଇଥିଲା ଯେ ବହୁତ କମ ସମୟ ଭିତରେ ନାଇଁ ନାଇଁ ବହୁତ କମ ସମୟ ଭିତରେ ବି ଆମକୁ ମାନେ ନୋଟ ପ୍ରୋଭାଇଡ କରିଛନ୍ତି ସେଇଥିରୁ ମାନେ ସେଥିପାଇଁ ବି ବହୁତ ଥ୍ୟାଙ୍କ ୟୁ ମାନେ କମ ହଁ ସମୟ ଭିତରେ ନୋଟ ପ୍ରୋଭାଇଡ ହେଇଛି। ଆଚ୍ଛା ନିହାତି ଭାବରେ ଆପଣଙ୍କର ଗୋଟେ 15 ଡେଜରେ ଆପଣଙ୍କର ଗୋଟେ ନୋଟସ ଦିଆଯାଇଥିଲା ଯୋଉଟାରୁ ହଁ 70+ ମାର୍କ ଆପଣଙ୍କୁ ଡାଇରେକ୍ଟ କ୍ୱେଶ୍ଚନ ସେଥିରେ ଆପଣଙ୍କୁ ଦେଖିବାକୁ ମିଳିଥିଲା ତ ସେଟା ଆପଣଙ୍କୁ ବହୁତ ସାରା ଆସୁଥିଲା ବେନିଫିଟ ଦେଇଥିବ ବୋଧେ ମୁଁ ଭାବୁଛି ଆଶା କରୁଛି ହଁ ହଁ ଓକେ। ଆଚ୍ଛା ଯୋଉ ଆପଣଙ୍କର ଆସାଇନମେଣ୍ଟ ପାଇଁ ଯୋଉ 100 ମାର୍କର ଆପଣଙ୍କ 4ଟି ଆସାଇନମେଣ୍ଟ ପେପର ଯୋଉ ଦିଆଯାଉଛି MAG1 କରିକି ଆପଣଙ୍କ 4ଟି ପେପର ରହିବ ଯୋଉ ପିଜି ପିଲାଙ୍କର ସେଥିରେ ଆପଣଙ୍କ ଆସାଇନମେଣ୍ଟର 100% ମାର୍କ ହୁଁ ଦିଆଯାଇଥିଲା ନା ଦିଆଯାଇନଥିଲା? ଦିଆଯାଇଥିଲା 100% ମାର୍କ ଦିଆଯାଇଥିଲା। ଆଚ୍ଛା ସେଟା ଆଉ ବେନିଫିସିଆଲ ମାନେ ରହିଥିଲା ଆସାଇନମେଣ୍ଟ ୱିଥ ଆନ୍ସର ପୁରା ଦିଆ ହେଇଯାଉଛି। ଓକେ ଆଚ୍ଛା। ଆପଣଙ୍କୁ କେମିତି ଲାଗୁଛି ଆପଣଙ୍କ ଯୋଉ ଗୋଟେ ମାନେ ଇଂଲିଶ କୋର୍ସ ଆପଣ କରୁଛନ୍ତି ଯୋଉଟା କି ଆପଣଙ୍କ ରେଗୁଲାରରେ ପଢିଥିଲେ ଅନ୍ୟ ସୋର୍ସରେ ପଢିଥିଲେ ପ୍ରାୟତଃ ମନ୍ଥଲି ଆପଣଙ୍କୁ 1000 କି 2000 ଟଙ୍କା ଦବାକୁ ପଡିଥାନ୍ତା ଆଟ୍ ଏ ଟାଇମ୍ ଗୋଟିଏ ମାନେ 499 ଆପଣ ପ୍ରାଇସ ଦେଇକି ନାଇଁ ଗୋଟେ 499ରେ ବହୁତ ଭଲ ମାନେ କ୍ଲାସ ହଉଛି। ଭଲ କ୍ଲାସ ହଉଛି ଲାଗୁଛି 499 ଆପଣ ବହୁତ ପ୍ରାଇସ୍ ଅନୁସାରେ କ୍ୱାଲିଟି ଭଲ ମିଳୁଛି ବୋଲିକି? ପ୍ରାଇସ୍ ଅନୁସାରେ କ୍ୱାଲିଟି ଭଲ ମିଳୁଛି। ଓକେ। ତ ଆପଣଙ୍କର ଯୋଉ କଣ ଲାଗୁଛି ଏଇ କ୍ଲାସ ନେଇ ସାରିଲା ପରେ ଆପଣଙ୍କ ୟୁଜିସି ନେଟ୍ ପାଇଁ ମାନେ ଆପଣଙ୍କର କ୍ୱାଲିଫାଏଡ ଆପଣଙ୍କ ପାଇଁ ବେନିଫିଟ ହବ କି ନାଇଁ ପେଡ୍ କ୍ଲାସ? ନିଶ୍ଚିନ୍ତ ନିଶ୍ଚିନ୍ତ ଭାବରେ ବେନିଫିଟ ହବ। ଓକେ ଆପଣଙ୍କର ଯୋଉ ଗାଇଡାନ୍ସ ଆଉ ଟିଚର ସପୋର୍ଟ ସମ୍ପୂର୍ଣ୍ଣ ଭାବରେ ମିଳୁଛି ନା ମିଳୁନି? ମିଳୁଛି। ମିଳୁଛି ଆଚ୍ଛା ସମ୍ପୂର୍ଣ୍ଣ କନସେପ୍ଟ ଆପଣଙ୍କର କ୍ଲିୟର ହଉଛି ତ ଯେକୌଣସି କ୍ଲାସ ମ୍ୟାଡାମ ନଉଛନ୍ତି ଆପଣଙ୍କର କନସେପ୍ଟ ମ୍ୟାଡାମ କ୍ଲିୟର ଯେତିକି ହେଇ ଯେତିକି ମ୍ୟାଡାମ କ୍ଲାସ ନଉଛନ୍ତି ପୁରା ଭଲସେ ପଢା ହଉଛି କନସେପ୍ଟ କ୍ଲିୟର ହଉଛି। ମାନେ ସେଥିରେ କୋଶ୍ଚିନ୍ ବି କିଛିଟା ମ୍ୟାମ ଇଏ କରୁଛନ୍ତି ଭଲ ପଢାଉଛି।
ଆଚ୍ଛା ଦେଖିବା ଆମେ ଯଦି ଓଭରାଲି ପଚାରିବା ତାହେଲେ ଆପଣଙ୍କର ପେଡ୍ କ୍ଲାସ ଟା ଆପଣଙ୍କୁ କିପରି ଭାବେ ଲାଗୁଛି ଆଉ ଆପଣଙ୍କ ଫିଡବ୍ୟାକ୍ କଣ ରହିବ ପିଲାମାନଙ୍କ ପାଇଁ? ଜଏନ ହୁଅନ୍ତୁ ପିଲାମାନଙ୍କ ପାଇଁ ମୁଁ କହିବି ଯେ ଜଏନ ହେଲେ ତାଙ୍କ ପାଇଁ ବେନିଫିଟ ହବ। କାରଣ ଯେତିକି ବହି ମାନେ ଆସୁଛି ସେ ତ ସବୁ ପଢି ପାରିବେ ନା ମ୍ୟାମଙ୍କ ଥ୍ରୋରେ କିଛିଟା ଆମେ ଜାଣିପାରିବା। ଭଲ ଫିଡବ୍ୟାକ୍ ମାନେ ଆଚ୍ଛା କଣ ଲାଗୁଛି ଆପଣ ମାନଙ୍କୁ କଣ ଲାଗୁଛି ଯଦି ଆପଣଙ୍କ ଅନ୍ୟମାନ ପିଲାମାନଙ୍କର ଯଦି ଯେହେତୁ ଫାଷ୍ଟ ଟାଇମ ଆମେ ଏଇଟା ଅନଲାଇନରେ ଗୋଟେ ନଉଛୁ ସୋର୍ସ ଆପଣଙ୍କର ଯେହେତୁ ଏଇଟା ୟୁନିଭର୍ସିଟି ଯୋଉ ସାହସ ଯୋଗେଇ ନ ପାରିଲା ଯୋଉ ସେମାନେ ୟୁନିଭର୍ସିଟିରେ ଇଂଲିଶ କ୍ଲାସ ଯୋଗେଇବା ପାଇଁ ଅସମର୍ଥ ରହିଥିଲା। ତାହାର ମାନେ ଆମେ ସକ୍ଷମ ଆମେ ମାନେ ମାନେ ଚେଷ୍ଟା କରୁଥିଲୁ ଯେ ପିଲାମାନଙ୍କୁ ଇଂଲିଶରେ କୌଣସି ସୋର୍ସ ଆପଣ କମ ନ ରହୁ ଓଡିଶାରେ ତ ସେଇଟା ଆମର ଗୋଟେ କଦମ ରହିଲା ତ ପିଲାମାନଙ୍କୁ ସେଇ ଜିନିଷ ଆପଣଙ୍କୁ ପ୍ରୋଭାଇଡ କରାଯାଇଥିଲା ପିଲାମାନଙ୍କୁ କଣ କହିବେ ଆପଣ ଜଏନ ହୁଅନ୍ତୁ ନା ବେନିଫିଟ ହେବେ କି ନ ହେବେ ସେଇଟା ଆପଣଙ୍କୁ ଗୋଟେ ରିଭ୍ୟୁ ଦେବେ। ଦେନ୍ ଆମେ ନାଇଁ ନାଇଁ କହିବା। ସେ ଜଏନ ହେଲେ ନିଶ୍ଚିନ୍ତ ଭାବରେ ବେନିଫିଟ ହେବେ। ନିଶ୍ଚିନ୍ତ ଭାବରେ ମାନେ ତାଙ୍କୁ ସବୁଥିରୁ ବି ଓକେ ତ ତାଙ୍କର ସାୟଦ ନେଟୱାର୍କ ପ୍ରୋବ୍ଲେମ ପାଇଁ କଟିଗଲା। ଆଉ ଜଣେ ବିଦ୍ୟାର୍ଥୀ ମୁଁ ତାଙ୍କୁ ଜଏନ କରୁ ଓକେ ଆଉ ଜଣେ ଜଏନ୍ ହବା ପୂର୍ବରୁ ମୁଁ ପ୍ରଥମ କଥା କହିଦଉଛି ସେକେଣ୍ଡ ସେମିଷ୍ଟାର ପାଇଁ ଆମର ଇଂଲିଶରେ ପ୍ଲାନିଂ କଣ ରହିଛି। ପ୍ରଥମତଃ ଆପଣ ସେକେଣ୍ଡ ସେମିଷ୍ଟାର ପାଇଁ ଯୋଉମାନେ ଇଂଲିଶରେ ଯୋଉମାନେ ଅଛନ୍ତି ପ୍ଲାନିଂ ରହିବ ଏଇଆ ଯେ ଆପଣଙ୍କ ୟୁନିଟ ୱାଇଜ ଆପଣଙ୍କ ସମ୍ପୂର୍ଣ୍ଣ କ୍ଲାସ କରି ଦିଆଯିବ କନସେପ୍ଟ କ୍ଲିୟର କରାହବ। ଦେନ୍ ଆପଣଙ୍କର ଇଂଲିଶ ର ସମ୍ପୂର୍ଣ୍ଣ ପ୍ରୋଭାଇଡ ଇମ୍ପୋର୍ଟାନ୍ସ ନୋଟ୍ସ ର ସମରି ଦିଆଯିବ। ତା ସହିତ ଲଙ୍ଗ କୋଶ୍ଚେନ୍ ଆଉ ସର୍ଟ କୋଶ୍ଚେନ୍ ସମ୍ପୂର୍ଣ୍ଣ ଭାବରେ ପ୍ରୋଭାଇଡ କରାଯିବ ସେଇଟା ପୁଣି ୟୁନିଟ୍ ୱାଇଜ ଆପଣଙ୍କର ଯେତୋଟି ୟୁନିଟ୍ ଅଛି ସେତଟି ୟୁନିଟରେ ଆପଣ ନୋଟ୍ସ ଲଙ୍ଗ କୋଶ୍ଚେନ୍ ସର୍ଟ କୋଶ୍ଚେନ୍ ପାଇବେ। ଦ୍ୱିତୀୟ କଥା ତାପରେ ରିଭିଜନ କ୍ଲାସ ମଧ୍ୟ ଦିଆଯିବ ଗୋଟେ ବ୍ଲକ ସରିଲା ପରେ। ତା ସହିତ କୁଇଜ ମୁଡରେ ଆପଣଙ୍କ ମକ ଟେଷ୍ଟ ଗୋଟେ ପ୍ରତ୍ୟେକ ସଣ୍ଡେ ଦିନ ଆପଣଙ୍କର ନିଆଯିବ। ଯୋଉଥିରେ କି ଆପଣଙ୍କର ପ୍ରତ୍ୟେକ ଦିନ ସଣ୍ଡେ ଦିନ ଆପଣଙ୍କ ରିଭିଜନ ହେଇଯିବ ବେଟର ରିଭିଜନ। ଓକେ ତ ଆଉ ଜଣେ ମାନେ ଷ୍ଟୁଡେଣ୍ଟ ଜଣେ ହେଇଛନ୍ତି ବିଶିସ୍ମିତା। ତ ନିହାତି ଭାବରେ ବିଶିଷ୍ମିତାକୁ ମୁଁ ସ୍ଵାଗତ କରିବି ତ ଆପଣଙ୍କର ଷ୍ଟଡି ସେଣ୍ଟର କୋଉଠି ଟିକେ ପ୍ରଥମ କହିବେ? ଆଜ୍ଞା ସାର୍ ନମସ୍କାର ସାର୍ ମୋର ନମସ୍କାର କୁହନ୍ତୁ। ଷ୍ଟଡି ସେଣ୍ଟର ସାର୍ ହଉଛି ନୟାଗଡ଼ ଅଟୋନମସ କଲେଜ। ନୟାଗଡ଼ ଅଟୋନମସ କଲେଜରେ ଆପଣଙ୍କର ଆଜ୍ଞା। ମାନେ ଚେନାଲ ବିଷୟରେ ଇନଫର୍ମେସନ କିପରି ଭାବରେ ପାଇଲେ ଯେ ଅନିଲ ଏଜୁକେସନ ଏମିତି ଅଛି ଯେ ଓଏସ ବିଷୟରେ ବହୁତ ଭଲ ଜିନିଷ ଆପଣ ଇନଫର୍ମେସନ ପାଉଛନ୍ତି କ୍ଲାସ ଦିଆଯାଉଛି। ସାର୍ ମୋର ଗୋଟେ ଫ୍ରେଣ୍ଡ ଜରିଆରେ ମୁଁ ପାଇଲି ସାଙ୍ଗ ଗୋଟେ କହିଲେ ସେଠୁ ଆମେ ଯେତେବେଳେ ଫାଷ୍ଟ ଆଡମିସନ ନେଲୁ ତାପରେ ତା ଥ୍ରୁରେ ଆମେ ଜାଣିପାରିଲୁ ସବୁ। କେତେ ଦିନ ହେଲା ହେଲାଣି ଆପଣଙ୍କର ଚ୍ୟାନେଲ ସହିତ ଯୋଡି ହେଇକି ଅଛନ୍ତି? ସାର୍ ପ୍ରାୟ 2-3 ମାସ ହେଇସାରିଲାଣି। ଆଚ୍ଛା ଯେତିକି ଇନଫର୍ମେସନ ଆପଣଙ୍କୁ ଯାଏ ବେନିଫିସିଆଲ ହୁଏ? ସାର୍ ବହୁତ ବେନିଫିଟ ମିଳେ ସାର୍ ଯୋଉଟା କି ଆଚ୍ଛା ଆଜିକା ଡେଟରେ ଆମେ ଏତେ ଜଲଦି ପାଇପାରୁନୁ କିଛି ମାନେ ମ୍ୟାଟେରିଆଲସ କିନ୍ତୁ ୟା ଜରିଆରେ ସାର୍ ବହୁତ ମଟେରିଆଲସ ପାଇଲୁ ବହୁତ ଖୁସି ଲାଗିଲା ଯେ ଯାହା ହଉ ମାନେ ପାଇପାରିଲୁ ଆପଣଙ୍କ ଥ୍ରୁରେ। ତାପରେ ଆଉ ଗୋଟେ କଥା ହଉଛି ଆପଣଙ୍କର ଯୋଉମାନେ ଡିଷ୍ଟାନ୍ସ କୋର୍ସରେ ଅଛନ୍ତି ତାଙ୍କୁ କୌଣସି ପ୍ରକାର ହେଲ୍ପ ମିଳେନି ଷ୍ଟଡି ସେଣ୍ଟର କିମ୍ବା ଆପଣଙ୍କ ୟୁନିଭର୍ସିଟି ତରଫରୁ କିଛି ଆଜ୍ଞା ଆଜ୍ଞା। ଇନଫର୍ମେସନ ଜାଣି ତା ଦ୍ୱାରା ଆପଣଙ୍କ ବେନିଫିଟ ହଉଛି ସବୁ କିଛି ଟାଇମ ଟୁ ଟାଇମ ଅପଡେଟ ପାଇପାରୁଛନ୍ତି ତ? ସାର୍ ପୁରା ପାଉଛୁ ସାର୍ ମାନେ ବହୁତ ଖୁସି ଲାଗିଲା ଯେ ଏକ୍ଜାମ ଲାଷ୍ଟ ମୋମେଣ୍ଟରେ ଆମେ ଭାବୁଥିଲୁ ଫାଷ୍ଟ କେମିତି କଣ କରିବୁ ବୁକ୍ ବହୁତ ଲେଟରେ ପହଞ୍ଚିଥିଲା କିଛି ନୋଟ୍ସ ବି ପ୍ରିପେୟାର ହେଇନଥିଲୁ କିନ୍ତୁ ଆପଣଙ୍କ ତରଫରୁ ସାର୍ ବହୁତ ବଢିଆ ଆମକୁ ମାନେ ହେଲ୍ପ ବହୁତ ମିଳିଛି। ଯଦି କୋଶ୍ଚିନ୍ ଓକେ ଆନ୍ସର ବି ରିଲେଟେଡ ଆମକୁ ମିଳିଛି ବହୁତ ବଢିଆ ମିଳିଛି। ଓକେ ଯୋଉ ଆପଣଙ୍କୁ ଯୋଉ ପେଡ କ୍ଲାସରେ ଯୋଉ ଲେକ୍ଚର ଆପଣଙ୍କୁ ପ୍ରୋଭାଇଡ କରି ଦିଆଯାଇଛି ସେ ଲେକ୍ଚର ଆପଣଙ୍କୁ କିପରି ଭାବରେ ଲାଗୁଛନ୍ତି? ହଁ ସେ ଠିକ ଅଛି ମାନେ ଯେତିକି ପଢଉଛନ୍ତି ଆମେ ଯୋଉ ଭାବୁଥିଲୁ କିଛିଟା ମାନେ କିଛି ବି ପାଇପାରୁନୁ କିନ୍ତୁ ୟା ମାଧ୍ୟମରେ ଆମେ କିଛି କିଛି ଜାଣିପାରୁଛୁ ପୁରା। ମାନେ ପୁରା ହଁ 100% ନହେଲେ ବି କିଛି ଜାଣିପାରୁଛୁ। ହଁ 100% ଆପଣଙ୍କର ଯୋଉ ସମୟ ଟାଇମ ପିରିୟଡ ଯୋଉ ରହିଥିଲା ସେଇଟା କମ ସମୟ ଭିତରେ ଆମେ କିଛି ଦେଇପାରିଲୁ କିନ୍ତୁ ସେକେଣ୍ଡ ସେମିଷ୍ଟାର ପାଇଁ ଆମେ ସମ୍ପୂର୍ଣ୍ଣ ଭାବରେ ଗୋଟେ ଭଲ ପ୍ଲାନିଂରେ ଯିବା। ପୁରା କନସେପ୍ଟ ଯିବା ୟୁନିଟ୍ ୱାଇଜ ଲଙ୍ଗ କୋଶ୍ଚେନ ସର୍ଟ କୋଶ୍ଚେନ ରିଭିଜନ ସମ୍ପୂର୍ଣ୍ଣ ଭାବରେ ମକ୍ ଟେଷ୍ଟ ମଧ୍ୟ ଦେବା। ଓକେ ଆପଣଙ୍କୁ ଆସାଇନମେଣ୍ଟରେ 100 ମାର୍କର ଆନ୍ସର ଦିଆଯାଇଥିଲା? ଆଜ୍ଞା। ଆଚ୍ଛା ଯୋଉ ଆପଣଙ୍କ ନୋଟସ ଯୋଉ ଦିଆଯାଇଛି ସେଥିରୁ କୋଶ୍ଚେନ ଆସିଥିଲା ନା ଆସିନଥିଲା ଏକ୍ଜାମ ରେ? ସେମିଷ୍ଟର ସାର୍ ଏକ୍ଜାମ ରେ? 100% ସାର୍ ଟୋଟାଲ ହିଁ ଆସିଥିଲା। ଆଚ୍ଛା ଟିକେ ଆଚ୍ଛା ନାଇଁ ସବୁ ହଁ ଆସିଥିଲା ସାର୍। ସେଇଟା ଗୋଟେ ଡିଫରେନ୍ସ ମ୍ୟାଟର କରେ କଣ କହନି ଗୋଟେ ରେଗୁଲାର ଗୋଟେ ଏକ୍ସପିରିଏନ୍ସ ଟିଚର ଆଉ ଗୋଟେ ମାନେ ଫ୍ରେସର ଟିଚର। ଯେହେତୁ ଏକ୍ସପିରିଏନ୍ସ ଲେକ୍ଚର ଅଛନ୍ତି ଆପଣଙ୍କର ସେଥିପାଇଁ ଆପଣଙ୍କର ଗୋଟେ ଭଲ କ୍ୱାଲିଟିର ନୋଟ୍ସ ଦିଆଗଲା ଯୋଉଟାକି ଡାଇରେକ୍ଟ ଆପଣ 70% ମାର୍କ ସେଇଟା ଆପଣଙ୍କର ପାଇଲେ। ତ ଆପଣଙ୍କୁ ଆଜ୍ଞା ସାର୍। ଓଭରଅଲ୍ ଆପଣଙ୍କ ଟିଚରଙ୍କ ଗାଇଡାନ୍ସ ଆମ ଚ୍ୟାନେଲର ଗାଇଡାନ୍ସ ସବୁ ମିଳେ ତ ପେଡ୍ କ୍ଲାସରେ ଆପଣଙ୍କୁ?
ସାର୍ ପୁରା ସପୋର୍ଟ ମିଳେ 100% ସାର୍ କଣ 100 ଏଭବ ହିଁ ସପୋର୍ଟ ମିଳେ କହିବାକୁ ଗଲେ। ଆଚ୍ଛା ତ ଆପଣଙ୍କୁ ଯଦି ଷ୍ଟୁଡେଣ୍ଟଙ୍କ ରିଭ୍ୟୁ ଦେବେ ତ ଷ୍ଟୁଡେଣ୍ଟ ମାନଙ୍କୁ ଅନ୍ୟମାନଙ୍କୁ କଣ କହିବେ ଆପଣ ଜଏନ୍ ହେଲେ ବେନିଫିଟ ହେବେ କି ନାଇଁ ଷ୍ଟୁଡେଣ୍ଟ ମାନଙ୍କୁ ଟିକେ ରିଭ୍ୟୁ ଦେବେ ଆପଣଙ୍କର। ହଁ ସାର୍ ଫାଷ୍ଟ ଅଫ୍ ଅଲ୍ ତ ସବୁ ପିଲାଙ୍କୁ ମୁଁ କହିବାକୁ ଚାହୁଁଛି ଯେତେ ଆମର ଡିଷ୍ଟାନ୍ସ କୋର୍ସ କରୁଛନ୍ତି କିଏ କେହି ପ୍ରୋବ୍ଲେମ ପାଇଁ ହିଁ କରୁଛନ୍ତି ଡିଷ୍ଟାନ୍ସ କୋର୍ସଟା ଆଉ ରେଗୁଲାର କୋର୍ସରେ ସେମାନେ କିଛିଟା ମ୍ୟାଟେରିଆଲ୍ସ ପାଇପାରିଥାନ୍ତେ କିନ୍ତୁ ଏଥିରେ ପେଡ୍ କ୍ଲାସରେ ସେଇ ସେମ୍ ମ୍ୟାଟେରିଆଲ ସେ କମ ସମୟରେ ପାଇପାରିବେ। ଆଉ ଯୋଉଟା କି ନିଜର କାମ ସାରି ସାରିକି ସବୁ ବି ଏଥିରେ ଘଣ୍ଟାଟେ ଲେଖେ ପାଠ ପଢିଲେ ବି ବହୁତ ତାଙ୍କୁ ବେନିଫିଟ ହବ। ଆଉ କିଛି ନଲେଜ ବି ହବ ପ୍ଲସ ଆମର ଡିଗ୍ରୀ ବି ମିଳିବ ସବୁ ଜିନିଷ ସାର୍ ଭଲ ତ ପେଡ୍ କ୍ଲାସ ଜଏନ୍ କରିବା ହିଁ ନିହାତି ଦରକାର ସମସ୍ତଙ୍କୁ। ଆଚ୍ଛା ନିହାତି ଭାବରେ ଆପଣଙ୍କର ପେଡ୍ କ୍ଲାସ୍ ନେଇକି ଆପଣଙ୍କୁ ବହୁତ ସାରା ବେନିଫିଟ ହଉଛି ବୋଧେ ମୁଁ ଭାବୁଛି ସାର୍। ବହୁତ ହଉଛି ଆଜ୍ଞା ସାର୍। ଓକେ ଓକେ ତ ନିହାତି ଭାବରେ ଆପଣଙ୍କର ମତ ରଖିଥିବାରୁ ଆପଣଙ୍କ ସପୋର୍ଟ ରଖିଥିବାରୁ ବହୁତ ବହୁତ ଧନ୍ୟବାଦ। ଏବଂ ଆପଣଙ୍କର ଚଲାପଥ ଆଗକୁ ଯୋଉ ଷ୍ଟଡି ଯୋଉ କରୁଛନ୍ତି ପିଜି ନେଇକି ଯୋଉ କୋର୍ସ ଆଜ୍ଞା କରୁଛନ୍ତି ତାର ମଧ୍ୟ ଫୁଲଫିଲ ହବ ଆମ ଚ୍ୟାନେଲ ତରଫରୁ ସବୁବେଳେ ୱିଶ ରହିବ। ସାର୍ ସବୁ ବହୁତ ବହୁତ ଧନ୍ୟବାଦ। ଆପଣଙ୍କ ସାର୍ ଆପଣଙ୍କର ସପୋର୍ଟ ପାଇଁ ହେଇପାରୁଛି ବହୁତ ବହୁତ ଥ୍ୟାଙ୍କ ୟୁ ଆପଣ ପୁରା ଟୋଟାଲ ଟିମ୍ କୁ ବହୁତ ବହୁତ ଧନ୍ୟବାଦ ସାର୍। ଓକେ ବହୁତ ବହୁତ ଧନ୍ୟବାଦ। ଆଜ୍ଞା ସାର୍ ଥ୍ୟାଙ୍କ ୟୁ ନମସ୍କାର। ଓକେ ତ ଇଏ ଥିଲା ଆପଣଙ୍କର ଷ୍ଟୁଡେଣ୍ଟ ମାନଙ୍କର ରିଭ୍ୟୁ। ଆଉ ଜଣେ ଷ୍ଟୁଡେଣ୍ଟ ମଧ୍ୟ ଆସିବେ ଯଦ୍ୱାରା କି ଆମର ଗୋଟେ ସବୁ ଷ୍ଟୁଡେଣ୍ଟ ମାନଙ୍କର ରିଭ୍ୟୁ ନେଲେ ମାନେ କାରଣ ହଉଛି ଏଇଆ ଯେ ଜଣେ ଷ୍ଟୁଡେଣ୍ଟ ଆପଣଙ୍କୁ କହିଲେ ଆପଣଙ୍କୁ ସେଇଟା ମାନେ ବେନିଫିସିଆଲ ହବ କି ନାହିଁ ଫାଷ୍ଟ ଟାଇମ ଯେହେତୁ ଅଛି ପିଲାମାନଙ୍କର ଭରସା ଜିତିବା ପାଇଁ ଆପଣଙ୍କର ମାନେ ପଡିବ ତ ନିହାତି ଭାବରେ ଆପଣଙ୍କୁ ଯୋଉ ଷ୍ଟୁଡେଣ୍ଟ ଆପଣ ଦୁଇ ଚାରି ଜଣ ଷ୍ଟୁଡେଣ୍ଟ ଆପଣଙ୍କୁ ଆସିକି ମୁଁ ଦେଲେ ବା ବେଟର ଜାଣିପାରିବେ ଯେ ଆପଣଙ୍କର କ୍ୱାଲିଟି ପ୍ରକୃତରେ ଦିଆଯାଉଛି କି ଦିଆଯାଉନି। ଓକେ ତ ଆମ ପାଖରେ ଗୁଡ୍ ଇଭିନିଂ ତ ରୋଜାଲିନ୍ ଆପଣଙ୍କର ସ୍ଵାଗତ କରିବେ ଆମର ଏଇ ଲାଇଭ ସେସନକୁୁ। ତ ଆପଣଙ୍କ ଷ୍ଟଡି ସେଣ୍ଟର ପ୍ରଥମେ ପିଲାମାନଙ୍କୁ କହିବେ କି ଆପଣଙ୍କ ଷ୍ଟଡି ସେଣ୍ଟର କୋଉଠି? ହଁ ସାର୍ ମୋର ପଢିଥିଲା ଖଲିକୋଟ କଲେଜ ବ୍ରହ୍ମପୁର। ଆଚ୍ଛା ନିହାତି ଭାବରେ ଆପଣଙ୍କ ଏକ୍ଜାମ କେମିତି ହେଇଛି ପେଡ୍ କ୍ଲାସ୍ ନେଇକି? ସାର୍ ମୋ ଏକ୍ଜାମ ବହୁତ ବଢ଼ିଆ ହେଇଛି ମାନେ ଇଭେନ୍ କି ମୁଁ ଜାଣିନଥିଲି ମାନେ କୋଉ ଟାଇପ ର ହୁଏ କେମିତି ହୁଏ ଏକ୍ଜାମ କଣ ମାନେ ବହୁତ ବଢିଆ ଗାଇଡ କଲେ ସାର୍ ଆପଣ ଆଣ୍ଡ ମ୍ୟାଡାମ। ମିଶିକି ବହୁତ ସୁନ୍ଦର ଗାଇଡ କଲେ ଯୋଉଥିପାଇଁ କି ବହୁତ ଭଲ ହେଇଛି ସାର୍ ଏକ୍ଜାମ। ଆଚ୍ଛା ଯୋଉ ଆପଣଙ୍କର ପେଡ୍ କ୍ଲାସ୍ ନେଇଛନ୍ତି ଯୋଉ ନୋଟସ ଦିଆଯାଇଛି ଲେକ୍ଚର ପ୍ରୋଭାଇଡ କରି ଦିଆଯାଇଛି ଗାଇଡାନ୍ସ ଦିଆଯାଇଛି ସେଥିରେ ଆପଣଙ୍କର ବହୁତ ସାରା ବେନିଫିଟ୍ ହେଇଛି କି ନାଇଁ ଏକ୍ଜାମରେ ବହୁତ କମ ଟାଇମ ପିରିୟଡ଼ ଭିତରେ? ହଁ ସାର୍ ମତେ ମାନେ ବହୁତ ବେନିଫିସିଆଲ ଏଟା। ସାର୍ ଇଟ୍ ଇଜ ଭେରି ମଚ୍ ବେନିଫିସିଆଲ। ବିକଜ ଯାହାବି ଆମକୁ ନୋଟ ପ୍ରୋଭାଇଡ ହେଇଥିଲା ସାର୍ ବହୁତ ଗୁଡିଏ କୋଶ୍ଚିନ୍ ଆସିଛି। ଆଉ ସାର୍ ମ୍ୟାମଙ୍କର ଗାଇଡାନ୍ସ ବି ବହୁତ ଭଲ। ଆଉ ଆପଣ ବି ଇଭେନ୍ କି ମାନେ ଛୋଟ ଛୋଟ ଜିନିଷରେ ଆମକୁ ଯାହା ବି ଦରକାର ପଡେ ଫଟାଫଟ ରିପ୍ଲାଏ କରନ୍ତି ଦ୍ୟାଟ୍ ଇଜ ଭେରି ଗୁଡ ଥିଙ୍ଗ ଆଣ୍ଡ ବହୁତ ହେଲ୍ପ ହେଇଛି ସାର୍ ଆମକୁ। ଆଚ୍ଛା ଆପଣଙ୍କର ମାନେ ଏକ୍ଜାମ ଆଉ ଆସାଇନମେଣ୍ଟର ସମ୍ପୂର୍ଣ୍ଣ ଆନ୍ସର ଆପଣ ପାଇଥିଲେ? ହଁ ସାର୍ ଏକ୍ଜାମ ଆଉ ଆସାଇନମେଣ୍ଟ ପାଇଁ ମାନେ ଯେମିତିକି ବହୁତ ଗୁଡିଏ କୋଶ୍ଚିନ୍ ଆସେ ଯେମିତିକି ଆମେ ସବୁ ମାନେ ଡିଷ୍ଟାନ୍ସରେ କରୁଛୁ। ତ ଥରୋଲି ଆମେ ଯାଇପାରୁନୁ ସାର୍ ତ କିଛି କୋଶ୍ଚିନ୍ ଆମକୁ ଆସେ ଆଉ କିଛି କୋଶ୍ଚିନ୍ ଆମେ ଆଟେଣ୍ଡ କରିପାରୁନା କିନ୍ତୁ ମାନେ ଆପଣ ପ୍ରୋଭାଇଡ କରୁଛନ୍ତି ଦ୍ୟାଟ୍ ଇଜ ଭେରି ମଚ୍ ହେଲ୍ପଫୁଲ ଫର୍ ଅସ୍। that within 20 minutes or 30 minutes we are able to cover that assignment exam so ହଁ ତ ବହୁତ ଆଉ ବଢିଆ ଗୋଟେ କଥା ସାର୍। ଆଉ ଗୋଟେ କଥା ହଉଛି ଆପଣଙ୍କର ଯଦି ଆସାଇନମେଣ୍ଟରେ 100% ମାର୍କ ଆସିଯାଉଛନ୍ତି ମାନେ 25% ମାର୍କ ଗେନ୍ କରିଗଲେ ଦେନ୍ ଆପଣଙ୍କର ମାନେ ଅଧିକାଂଶ ଅଧିକ ପରସେଣ୍ଟ ମାର୍କ ପାସ୍ କରିବାରେ ମଧ୍ୟ ମାନେ ବେନିଫିଟ ହବ। କାହିଁକିନା ଯଦି ଆସାଇନମେଣ୍ଟରେ ଅଧିକ 25% ମାର୍କ ଗେନ୍ କରି ଯାଉଛନ୍ତି ଫୁଲ୍ ଦେନ୍ ଓଭରାଲି ଆପଣଙ୍କ ପରସେଣ୍ଟେଜ ଗୋଟେ ଭଲ ପରସେଣ୍ଟେଜ ନେଇକି ଯିବେ ଆପଣଙ୍କର। ହଁ ସାର୍ ମାନେ ଆସାଇନମେଣ୍ଟରେ ଫୁଲ୍ ମାର୍କ ଆମେ ଯେ ବିକଜ ଆପଣ ପ୍ରୋଭାଇଡ କରୁଛନ୍ତି ମଟେରିଆଲସ ଆମକୁ ହେଲ୍ପ କରୁଛନ୍ତି ସେଥିରେ ଭଲ ସ୍କୋର ଆସିବ। ଆଉ ଆମର ଏକ୍ଜାମ ରିଟର୍ନରେ ଯାହା ବି ଆମେ କରିଛୁ ସେଇ ହିସାବରେ ମାର୍କ ଆସିବ ତ ଭଲ ସ୍କୋର ରହିବ। ସାର୍ ଆଚ୍ଛା ଯୋଉ ମ୍ୟାଡାମ ଆପଣଙ୍କୁ ପଢାନ୍ତି ଆପଣଙ୍କୁ ତାଙ୍କର ସମ୍ପୂର୍ଣ୍ଣ କନସେପ୍ଟ ଆପଣଙ୍କୁ କ୍ଲିୟର କରନ୍ତି ନା ମାନେ ଥରେ ବିଟ୍ ବାଇ ବିଟ୍ ଆପଣଙ୍କୁ ପଢାଯାଏ ନା ଓଭରାଲି ଯେମିତି ୟୁନିଭରସିଟିରେ ଗୋଟେ 45 ମିନିଟର ଗୋଟେ ବ୍ଲକକୁ ଛାଡି ଦିଅନ୍ତି ମାନେ ଖାଲି ମାନେ ଆପଣଙ୍କ ଗୋଟେ 45 ମିନିଟରେ ଗୋଟେ ବ୍ଲକକୁ ସାରି ଦିଅନ୍ତି ଖାଲି ଉପର ଉପରୁ ପଢେଇକି ସେଇଭଳି ଭାବରେ ଦିଆଯାଉଛି ନା ବିଟ୍ ବାଇ ବିଟ୍ ଆପଣ ସମ୍ପୂର୍ଣ୍ଣ ହଁ ପଢାନ୍ତି? ସାର୍
हाँ सर मु एति कहबी मैडम को एफर्ट पाई तांको बहुत बहुत धन्यवाद बिकॉज एति कम समय भितर जेहेतु आम जानी नथिलु सर आपण क्लास स्टार्ट करछोनी जोटा कि हमको बहुत हेल्पफुल रहिला आ मैडम एति कम टाइम रे हमको जेति एफर्ट देइचंदी रियली माने वी आर ग्रेटफुल टू मैम आउ एते बड़ बड़ टॉपिक जोटा कि हमको बुक पढ़िया ପାଇଁ भी कष्ट लागे से बहुत भल भाव रे हमको जेति चेष्टा करछंदी से हमको बहुत भल देइचंदी आउ आशा करूछु मैडम हमको माने सेकेंड सेमिस्टर ପାଇଁ बहुत भल गाइड करिवे आ बहुत सुंदर से हमको बुझेई थिले सर आ नोट्स भी प्रोवाइड करछंदी आपण आ मैडम जोटा कि हम ପାଇଁ माने खाली मो ପାଇଁ नुह जेते भी हमें नुआ स्टूडेंट सब जॉइन करिछु सेटा हम ପାଇଁ बहुत हेल्पफुल रहिछि सर ହଁ ଆଉ ଗୋଟେ କଥା କହିବି ପିଲାମାନଙ୍କର ମନରେ ଟିକେ ସନ୍ଦେହ ଆସୁଥିବ ପ୍ରାଇସ୍ କୁ ନେଇକି ଯୋଉ ଆପଣଙ୍କର ନମିନାଲ ଚାର୍जेस ରହିଛି ଯୋଉଟା କି ଆପଣଙ୍କ ରେଗୁଲାର କରିଥିଲେ ତ ସେଟା ତାର ପ୍ରାଇସ୍ ବୋଧେ ସାୟଦ 10 ଟାଇମ୍ସ ଅଧିକ ହେଇଥାନ୍ତା ତ ସେଇ ପ୍ରାଇସ୍ ଅନୁସାରେ ଆପଣଙ୍କ सर जदि मु प्राइस विषय कहबी इट इज वेरी एफोर्डेबल कॉस्ट मीन्स आम एमितिरे स्पेंड कर दौचे 500 सर इट इज जस्ट माने गोटे ईयर पाई हमको पूरा फर्स्ट सेमिस्टर सेकेंड सेमिस्टर आम पाई परछु माने एनीवन कैन एफोर्ड दैट कॉस्ट सो इट इज माने बहुत लो आई कैन से इट इज वेरी लो कॉस्ट फॉर ऑल एंड इट इज एफोर्डेबल टू एवरीवन so I must say to aspirants of PG MA EG to this class because it is very good price anyone can afford sir ଆଚ୍ଛା ତ ନିହାତି ଭାବରେ ଆପଣଙ୍କର ଯୋଉ ମାନେ ଏଇ କ୍ଲାସ୍ ନେଇ ସାରିଲା ପରେ ଆପଣ ୟୁଜିସି ନେଟ୍ ପାଇଁ ଆପଣଙ୍କ ମନ ବଳଉଛନ୍ତି ନା ବଳଉନାହାନ୍ତି sir ମାନେ ଆପଣଙ୍କର ଯୋଉ କ୍ଲାସ୍ ନେଇ ସାରିଲା ପରେ ଆପଣ ୟୁଜିସି ନେଟ୍ ପାଇଁ ଆପଣଙ୍କ ମାନେ କନଫିଡେନ୍ସ ଆସୁଛି ଯେ ଆପଣ ୟୁଜିସି ନେଟ୍ କ୍ୱାଲିଫାଇ କରିପାରିବେ ଏଇ କ୍ଲାସ୍ ପରେ हाँ सियोर सर सियोर माने यूजीसी ପାଇଁ ବି ପିଲା ପ୍ରିପେୟାର କରିପାରିବେ ସାର୍ ଆଚ୍ଛା ନିହାତି ଭାବରେ ଆମେ ଆପଣଙ୍କ ଫିଡବ୍ୟାକ୍ ତ ନେଲେ ପିଲାମାନଙ୍କୁ ଯଦି ଆମେ କହିବା ତ ପ୍ରକୃତରେ ଆପଣଙ୍କର ପିଲାମାନଙ୍କୁ କଣ କହିବେ ଜଏନ୍ ହେଲେ ଆପଣଙ୍କର ବେନିଫିଟ୍ ହବ କଣ ବେନିଫିଟ୍ ହବ ପିଲାମାନଙ୍କୁ ଟିକେ ସର୍ଟ ରେ କହିଦବା हाँ सर एक्चुअली सर जो मैंने नुआरे जॉइन करने चाहूँगी से मैंने मु कहबी निहाती जॉइन करूँ जमती कि आम जान न था को वे जीवु इट इज अ डिस्टेंस कोर्स सो केमती कौन करेंगे से माने आराम से गाइड पाइबे सार और मैम मैंने बहुत सुंदर गाइड करती नोट्स भी पाइबे जोटा कि बहुत हेल्पफुल फॉर एग्जाम ओरिएंटेड एंड मैम जो क्वेश्चन भी दिखती से गुड़ाक पूरा एक्जाक्टली सेम टू सेम आसी जाए आउ असाइनमेंट भी प्रोवाइड करती जोटा कि बहुत हेल्पफुल आ क्लास भी दियंती आ मुझे कहबी नुआ स्टूडेंट जो मैंने भी जॉइन करने को चाहूँगी से निश्चित भाव में जॉइन करूँ कॉस्ट इज ऑल्सो एफोर्डेबल एंड इट इज क्वाइट हेल्पफुल फॉर एवरीवन बहुत बहुत धन्यवाद तुमर फीडबैक रखिथिबारु सोलजा जी तो आपणकर मैं आशा थैंक यू करूँ सर आपणकर थैंक यू सो मच क्लास नहीं कि आपनको बहुत सारा बेनिफिट हबो एवं जहाँ भी आपणकर लक्ष्य थिबो आपण तार माने आमे जहाँ भी किछि आमे द्वारा हमकर संभव आमे सब किछि आमे प्रोवाइड करिवा ପାଇଁ चेष्टा करिबु बहुत बहुत धन्यवाद थैंक यू सर थैंक यू सो मच